ମୋ ବାବା ଗିରାଇର ମୋ ମା ମିନେରାଲ ୱାଟର ସାନ ଭାଇ ଡେଙ୍ଗର ତା ତଳୁଟା ଗଧ ବର୍ଦ୍ଧାନ ଘିସି କରି ଯାଆନ୍ତି ମୁଁ ଦେଖିବି ତୋ ବୋଉ ଆସିବ ଆଜି ସାମ୍ନାକୁ ତୋ ମାକୁ ପଚାରିଲେ ସେ ଠିକ କରି କହିଦବ କେତେ ଜଣଙ୍କୁ ତା ଗ୍ୟାଲେରୀରେ ରଖିଛି ଆଉ କେତେ ଜଣଙ୍କୁ ସେ ଡିଲେଟ ମାଇସା କଣ କୁହ କୋଉ ଟାଇପର ଅନେଇବି ତମେ ଯୋଉ ଟାଇପର କହୁ ସେ ଟାଇପର ଆଖି ମିଞ୍ଜି ମିଞ୍ଜି କରିବନି ଡୋଳା କାଢିକି ଅନେଇବି ସବୁବେଳେ ମନେ ପଡୁଛି ତମେ ମତେ ବାହାଇକି ତମ ଘରକୁ ନେଇ ଚାଲ ତମକୁ ତ ଭାବିଲେ ନା ମତେ ଭାରି କଷ୍ଟ ହଉଛି ତମ କଥାରେ ମୋର ମନେ ପଡିଯାଉଛି ମୋ ତଳ ପେଟ ଓଦା ହେଇଯାଉଛି ଲୁହରେ ଲୁହରେ ମତେ ଲାଗି ଭାବିବ ବହଳେଇକି ଭାବିବ ତମେ ଲୋ ସବୁ କୋଉଠୁ ବାହାରୁଥିଲ ସମସ୍ତଙ୍କର ଯୋଉ ଜାଗାରୁ ବାହାରେ ମୋର ସେଇ ଜାଗାରୁ ବାହାରୁଛି କିଛି ଲୋ ଆଖି ଦେଇକି ବାହାରି ଯାଉଛି ଆଉ କିଛି ଲୋ ବାଟ ଗୁଡା ହେଇ ଜମନ କିରା ଦେଇ ସିଆଡେ ପଳଉଛି ମୋ ଧନମତି କେତେ ଭଲ ପାଉଥିଲ ମାନେ ଭଲ ପାଇଲା ବେଳକୁ ଭଲ ପାଏ ବିଶ୍ୱାସ କର ବହୁତ ଭଲ ପାଏ ତମ କଥାରେ ମୋର ମନେ ପଡିଯାଉଛି ଗୋଟିଏ ତକେ 8 ଦିନ ଯାଉଛି ଆଉ ଗୁଡେଇବି ଶହେ ତୁଳା ପରେ ପଡୁଛି ବେଡ ପରେ ଖାଲି ଖୋଳଟା ପଡିବ କିଛି ତୁଳା ଉଡେ ଖଟିଆ ଉପରେ କିଛି ତୁଳା ଲାଗେ କିଛି ତୁଳା ଲାଗେ ଆଉ କିଛି ତୁଳା ମୋ ଛାତି ପାଳରେ ଆଉ କିଛି ତୁଳା ମୋ ଛାତି ପାଳରେ କିଛି ତୁଳା ବାବୁଲିରେ କିଛି ତୁଳା ବାବୁଲିରେ ନାଚି କୁଟି ମୋ ଘର ଉଠଉଛି ପକଉଛି ଦୂର କହୁଛି ତ ଏଇଟା କଣ ନାଚ ଆଖର କିଏ उसका छोटा भैया म्यानो पोटेंशियल ତତେ କୋଉ ଦେଖିଲା ଭଳିଆ ମନେ ହଉଛି ଭଳିଆ କାହିଁକି ଲଗଉଛ ସେଟା ନା ଭଳିଆ ନୁହଁ ଦେଖିଛ ଭଲ ଭାବରେ ଦେଖିଛ ବୁଢା ହେଲାଣି ବୟସ ଗଲାଣି ଗେସ୍ କରିପାରୁନା ମୁଁ ଯାଇଥିଲି ଲୋକାଲ ନ୍ୟାସନାଲ ଫିଗର ଆମ ଭାରତର ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀ ତାଙ୍କରି ମର୍ଡର କେସ୍ ଡେଲି ପେପର ବାହାରେ ଯଦି ପେପର ପଢୁ ଖାଅ ତାହେଲେ ଦେଖିବ ଖାଲି କଥା ଦେଖି এই ନିକଟରେ ଇରାକ ରାଷ୍ଟ୍ରପତି ବିମାନ ଦୁର୍ଘଟଣାରେ ମରେ ବିମାନ କର୍ମଚାରୀ ସବୁ ପାଉଛ ଆଉ ସେଇ କେସରେ ହାତ ଟିଭିରେ ବାହାରେ তুমি চিনি পারলো কোন ইয়ে বা হায়দর ভাই ভাইদর ইয়া হায়দর ডান হাত বাবা ইয়ার নুনা ইয়া লম্বা यार ये लंबा में तू की मिल जाए সে বা ডেলি রাতের মধ্যে ভিডিও কলে দেখুଛନ୍ତି বাবা ইয়া লম্বা পছন্দ ଆଉ ମୁଁ ଜୁମ୍ କରିକି ଦେଖାଏ ମୁଁ ଏବେ ଦେଖୁନି ଦଶହରା ପରେ ଦେଖି ଭୁଜାଲି ନୁଆ ପକେଟ ଛୁରୀ तू सही ना ତମେ ତମେ ଓଲିଟାରେ ଘଡ଼ିଟା ତୁଇ ବି ଜାଣା দেখো ভাই তোর মা আমাকে চিনিছ ବାପାର ମୋର ବଢିଆ ସମ୍ପର୍କ ତୋ ବାପାର ମୋର କି ସମ୍ପର୍କ ସେ ଲଗାଇବା ଭଲ ବାପା ଗୋଟିଏ ଦିନ ମତେ ଫୋନ କରେ ଦେଖା ନ କରେ ଭାତ କାନ୍ଦିରେ ବାପାର ମୋର ସୁମଧୁର ସମ୍ପର୍କ 20 ବର୍ଷ ବାବା ବିକୁ ଭାଇ କେତେ ସ୍ମାର୍ଟ ସତେ ଦେଖୁଛୁ 20 ବର୍ଷ ତଳ କଥା ବି ସେ ମନେ ରଖିଛନ୍ତି ନା 20 ବର୍ଷ ତ କାହିଁ ହେଇ ଗଲେ 20 ବର୍ଷ 200 ବର୍ଷ 200 ବର୍ଷ ତ ବାପା ଦେଖିଲେ ମତେ ଚିହ୍ନିବ କି ଗୋ କାହିଁ ଲୋକ କେମିତି ଆମ ସମ୍ପର୍କ ସେମିତି ନା ଆମ ସମ୍ପର୍କ ଟପ ସମ୍ପର୍କ ହାତ ଧରୁଛି
ତୁ ସେ ସମ୍ପର୍କ କଥା ମନେ ପକା ନା ଏ ବାବୁ କିନ୍ତୁ ସମ୍ପର୍କ କଥା ମନେ ପଇଲା ବେଳକୁ ମୋ ଦିହ ହୁଲୁସି ଯାଉଛି ତମେ କାନ୍ଦରା ତମେ ମନ ଦୁଃଖ କର ନା ତମେ ମନ ଦୁଃଖ କର କି କାନ୍ଦରା ଯାଇଥିଲି ଆମ ଘର ଠାରୁ ପିସାଙ୍କ ଘର ହଉଛି କେତେ ବାଟ ତମେ କାନ୍ଦରା ଆମ ଘରଟା ପିସାଙ୍କ 7-8ଟା ଘର ପରେ ପିସାଙ୍କ ଘର ସେ ସମ୍ପର୍କ ଅଲଗା କିନ୍ତୁ ଆମ ପିସାଙ୍କର ବାଇଗଣ କେମିତି ସମ୍ପର୍କ ସେ ସମ୍ପର୍କ ଅଲଗା ବାଇଗଣ କିଆର ସମ୍ପର୍କ ତାହେଲେ ଚାଲ ଆମେ ବି ସେ ବାଇଗଣ କିଆର ସମ୍ପର୍କ ତୁ କାହିଁ ସେଠିକି ଯିବୁ ହଁ ବା ଶିଖେଇଯିବ ସେ ବାଇଗଣ କେମିତି ସେଠି ଭାବ ଚିନ୍ତା କର ତାପରେ ତମେ ନିଜକୁ ନିଜେ କରିବ ମୋର ବାଇଗଣ କେମିତି ଯିବାକୁ ଉଚିତ କି ଅନୁଚିତ ଠିକ ଅଛି ମତେ ସେ ବାଇଗଣ କିଆର ଗପ କହିବି କିନ୍ତୁ ବଢିଆ ଗୋଟେ ଶୁଣିଲେ ଖାଲି କାନ୍ଦିବ କିନ୍ତୁ ଆସଳରେ ମୋର ମଦ ଗୁଣ ଖରାପ ଅଛି ସେ କଉଟା ଖରାପ କଣ କି ମୁଁ କହିବି ଭଲ କହିବି କିନ୍ତୁ ମଝିରେ ମଝିରେ ଡେଇଁବି ତୁ ଡେଇଁଲେ ମୁଁ ଖାତିରି ମାରି ବସି ଏଟା 1999 ମସିହା ଯୋଉ ମସିହାରେ ବାତ୍ୟା ହେଇଥିଲା ଦିଅ ଭଲ ନାହିଁ ହଁ 1999 ବାତ୍ୟା ପରେ ପିଲା ତମେ ତ ସମୟ ଅଛି ଆଉ କେହି ତମ କି ଶୀତ କହିବ ହାଡ଼ ଭଙ୍ଗା ଶୀତ ବାପର ପ୍ରବଳ ଶୀତ ପ୍ରବଳ ଶୀତ ପଡେ ସେଇ ବର୍ଷ କିନ୍ତୁ ବାଇଗଣ ଭଲ ଉଚ୍ଚା ରେଟ୍ ଥାଏ ବହୁତ ଚଢା ରେଟ୍ରେ ବିକ୍ରି ହଉଥାଏ ଆମ ପାଖରେ ଟଙ୍କା ଦିଏ ନାହିଁ ଖବର ଆମ ଗୀତରେ ଭଳିଆ ଆମେ ବୁଝୁଥାଏ ପିସାବରେ କାମ କରିବା ଦ୍ୱାରା କିଛି ଟଙ୍କା ହେଇଯିବ କଥା କଣ କରିବା ମୁଁ ଆଜି ରାତିରେ 2-4 କୁଇଣ୍ଟାଲ ବାଇଗଣ ନେଇ ଆମ ମାର୍କେଟରେ ବିକିଲେ କିଛି ପଇସା ହେଇଯିବ ସେ ଆଜି ହେଲେ ପ୍ରଚାର କରୁ କଣ କେମିତି ଚୋରି ହବ କାହିଁକି ଠିକ 11:30 ବେଳେ ବାଇଗଣ କିଆରି ପାଖରେ ଆମେ ପହଞ୍ଚିଗଲୁ ତ ବାପା ଖଦି କୁଇଣ୍ଟାଲ ମୁଁ ପେଟ ଖୋଲିଦେଲି ବାଇଗଣ ବିରାଟ କଣ କିଆରି ବାଇଗଣ କିଆରି ଭିତରେ ପହଞ୍ଚିଗଲୁ ଯେମିତି ବାଇଗଣ କିଆରି ଭିତରେ ପହଞ୍ଚିଗଲୁ କି ରକ୍ତ କାହିଁକି କଣ୍ଟା ଗୁଡା ଖାଲି ବାଡି ବୁଝିଛି ଆଉ ଚିରି ହେଇଗଲା ଫୋଡି ହେଇଗଲା ଫୁଟିଗଲା ରାମ୍ପି କେତେ ବାଇଗଣ ହେଇଥିଲା ବାପେ ତ ବାଇଗଣ ବାଇଗଣ ଭଳିଆ ଭଳିଆ ପଡିଥାଏ ଲମ୍ବା ଗୋଲେଇ ନେଖା ଫେଙ୍କା ବାଇଗଣ କି ବାଇଗଣ ପିଲାଙ୍କର ଅଖା ଧରିଲେ ମୁଁ ତୋଳୁଛି ଆମେ ପିସା ଅଖା ଧରୁଛନ୍ତି ସଳା ବେଳା ଆମର ଖରାପ ରାଣ୍ଡି ବହୁତ ଦିନକୁ ଉଠି ବାଇଗଣ କଟା ଯିବି ଖୋଲେ କବାଟ ଖୋଲି ଲାଇଟ୍ ଦେଇ ଆମର ମାରି ତମେ ସେଠୁ ପଳେଇଲେ ଯେ କି ଆହୁରି ବାଇଗଣ ଚୋରି କରୁଥିଲ ଚୋରି କରୁନୁ ମୁଁ ପିସା କବାଟ ଅଖା ପଳେଇଲା ବେଳେ ମାଡ଼ ହବ ବାଟେ ଗୋଡ଼ ହାତ ଭାଙ୍ଗି ଦେବେ ସଳା ଭାଇରାଲ ଯୁଗ ଭାଇରାଲ କରି ଆମର ଦରକାର ନାହିଁ ସେ ଭାଇରାଲ ଚୋରି ନହେଲା ଏମିତି କହି କହୁଛି ମୁଁ ଆସ ମୁଁ ଯାଉଛି ମୋ ହାତରେ ଗୋଟେ ବାଇଗଣ ପଡିଗଲା ଧରି ପକେଇଲି ଆଉ ମୁଁ ଘିଚୁଛି ସେ ଚେଣ୍ଡୁରେ ମୁଁ ଘିଚୁଛି ସେ ଚେଣ୍ଡୁରେ ହଁ ଆଉ ଥରେ ଘିଚିଲି ତା ବୁଧା ହରିଲା ମୁଁ କହିଲି ଗଛ ଉପରେ ଚାଷୀ ମରିଯିବ କୋଉଠିଆ ବାଇଗଣ କୁଚିଣ୍ଡା ବାଇଗଣ ତାପରେ ତ ଆସୁଛି ଜଣ ଘଟଣା ମୁଁ ଯୋଉ ବାଇଗଣକୁ ଧରିକି ଘିଚୁଥିଲି ସେଟା ଛିଣ୍ଡୁ ନଥିଲା ନାନୀ ଥିଲା ଓହୋ ଧୀରେ ଧୀରେ ତାର ଆକାର ବୁଦ୍ଧି ହେଲା ତାପରେ ତ ବ୍ରହ୍ମ କଲ ଭଳିଆ ବସିଲା ରାଣ୍ଡି ପୁଅ ମତେ ଶିଖେଇ ବାଇଗଣ ଚୋରି କରିବା ମୋ ଯୋଉ ଅବସ୍ଥା 8 ଦିନ ମୁଁ ସନ୍ଧ୍ୟା ମା ମତେ ତା ବାପ ଘରକୁ ପଳେଇଲା ମା ଆଉ ବାଇଗଣ ନି ଖାଏ ଖାଲି ପିଆଜ ଲଗେଇ ଖାଉଛି ତ ଗୋଟଳ ପଡୁଛି ଖାଉଛି ବାପା ସେଗୁଡାକ ମନେ ପକାଏ ତମ ଗୋଟେ ମୁଁ କହୁଛି ମୁଁ ଯାଉଛି ଗୋଟେ ତମ ଭଲ ମୁଁ ଭାଇବାର ତୁ ଯା ସେଗୁଡା ମନେ ପକା କଥା ମନେ ପଡିଲା ହଉଛି ସେଗୁଡା କମ ଛାଡ଼ିଗଲି ଅନ୍ୟ ମନେ ରହୁଛି କଣ ଛାଡ଼ିଗଲି ଯୋଉଟାକୁ ଧରିକି ଟାଳୁଥିଲି ଘିଚୁ ସେଟା ଛିଣ୍ଡି ନଥିଲା ସେ କୋଉଠିକା ବାଇଗଣ ନଈ କୁଳିଆ ବାଇଗଣ ପାହାଡିଆ ବାଇଗଣ ମା